ରନ୍ଧନ ଗ୍ୟାସ୍ ବ୍ୟବହାରକାରୀଙ୍କ ପାଇଁ ଆସିଲା ବଡ଼ ଖବର। ହୁ ହୁ ହୋଇ ବଢ଼ି ଚାଲିଛି ପନିପରିବା ଦର ଏବଂ ସେହିପରି ଗ୍ୟାସ୍ ଦର ମଧ୍ୟ ବଢ଼ି ଚାଲିଛି। ତ ଯେଉଁମାନେ ଗ୍ୟାସ୍ ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ଆସିଲା ବଡ଼ ଖବର। ବୋଝ ଉପରେ ନଲିତା ବିଡ଼ା ପରି ହୋଇଛି ଗ୍ୟାସ୍ ଦର। ତ ଆସନ୍ତୁ ଜାଣିବା କେଉଁଠାରେ କେତେ କିଲୋଗ୍ରାମ ପିଛା କେତେ ବଢ଼ି ଚାଲିଛି ଗ୍ୟାସ୍ ଦର। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରନ୍ତୁ, ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତେଣୁ ପେପର ମାଧ୍ୟମରେ କ'ଣ ପ୍ରକାଶ ପାଇଛି ଆସନ୍ତୁ ଆଲୋଚନା କରିବା। ବୋଝ ଉପରେ ନଲିତା ବିଡ଼ା, ଆଜିଠୁ LPG ପାଇଁ ଅଧିକ 50 ଟଙ୍କା ଗଣିବେ ଖାଉଟି। ତ ଦେଖନ୍ତୁ ଏହି ଖବର ଆଜି 1ଟା 38 PM ପ୍ରମେୟ ଖବରରେ ପ୍ରକାଶ ପାଇଛି। ତ ଆସନ୍ତୁ ଜାଣିବା ଖବର କ'ଣ ରହିଛି। ଭୁବନେଶ୍ୱର ଦରଦାମ ବୃଦ୍ଧିରେ ସନ୍ତୁଳି ହେଉଥିବା ଆମ୍ ଆଦମୀଙ୍କୁ ମିଳିଛି ଝଟକା। ଖାଦ୍ୟ ସାମଗ୍ରୀ ଦର ଆକାଶ ଛୁଇଁଥିବା ବେଳେ ଲୋକେ ବହୁତ କଷ୍ଟରେ ଘର ଚଳାଉଛନ୍ତି। ଏଭଳି ପରିସ୍ଥିତିରେ ଗ୍ୟାସ୍ ଦର ବୃଦ୍ଧି ବୋଝ ଉପରେ ନଲିତା ବିଡ଼ା ସାଜିଛି। ନୂଆ LPG ଦର ଲାଗୁ ହୋଇଛି। ଦେଖନ୍ତୁ ଆଜ୍ଞା, ଆଜିଠୁ ଲାଗୁ ହୋଇଯାଇଛି ଏହି ଗ୍ୟାସ୍ ଦର। ତ ଏହି ଗ୍ୟାସ୍ ଦର କେତେ ବୃଦ୍ଧି ପାଇଛି ଏବଂ ସିଲିଣ୍ଡର ପିଛା କେତେ ଦର ବୃଦ୍ଧି ହୋଇଛି ଆସନ୍ତୁ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ଦରଦାମ ପରି ବୃଦ୍ଧି ସନ୍ତୁଳି ହେଉଥିବା ଆମ୍ ଆଦମୀକୁ ମିଳିଛି ଝଟକା। ତାପରେ ଖାଦ୍ୟ ସାମଗ୍ରୀ ଦର ଆକାଶ ଛୁଆଁ ହୋଇଥିବା ବେଳେ ଗ୍ୟାସ୍ ଦର ମଧ୍ୟ ଆହୁରି ବଢ଼ି ଚାଲିଛି। ଏଭଳି ସ୍ଥିତିରେ ଗ୍ୟାସ୍ ଦର ବୃଦ୍ଧି ବୋଝ ଉପରେ ନଲିତା ବିଡ଼ା ପରି ସାଜିଛି। ତାପରେ ସୋମବାର ତୈଳ ବିପଣନ କମ୍ପାନୀଗୁଡ଼ିକ ସିଲିଣ୍ଡର ପିଛା ଘରୋଇ LPG ଦରରେ 50 ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ଦେଖନ୍ତୁ ଆଜ୍ଞା, ସୋମବାର ତୈଳ ବିପଣନ କମ୍ପାନୀଗୁଡ଼ିକର ସିଲିଣ୍ଡର ପିଛା ଘରୋଇ LPG ଦରରେ 50 ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ତାପରେ ନୂଆ ଦର ମଙ୍ଗଳବାର ଠାରୁ ଲାଗୁ। ସବସିଡ଼ି ଏବଂ ଅଣ-ସବସିଡ଼ି ଉଭୟ ଗ୍ରାହକଙ୍କ ପାଇଁ ଏହି ଦର ବୃଦ୍ଧି କାର୍ଯ୍ୟକାରୀ ଅଟେ। ତାପରେ ଭୁବନେଶ୍ୱରରେ 14.2 କିଲୋଗ୍ରାମ ସିଲିଣ୍ଡର ପିଛା ଅଣ-ସବସିଡ଼ି LPG ଦର 829 ଟଙ୍କାରୁ ବଢ଼ି 879 ଟଙ୍କା ହେବ। ଦେଖନ୍ତୁ ଆଜ୍ଞା, ନୂଆ ଦର ମଙ୍ଗଳବାର ଠାରୁ ବା ଆଜିଠାରୁ ଲାଗୁ ହୋଇଯାଇଛି। ସବସିଡ଼ି ଏବଂ ଅଣ-ସବସିଡ଼ି ଉଭୟ ଗ୍ରାହକଙ୍କ ପାଇଁ ଏହି ଦର ବୃଦ୍ଧି କାର୍ଯ୍ୟକାରୀ ଅଟେ। ତାପରେ ଭୁବନେଶ୍ୱରରେ 14.2 କିଲୋଗ୍ରାମ ସିଲିଣ୍ଡର ପିଛା ଅଣ-ସବସିଡ଼ି LPG ଦର 829 ଟଙ୍କା ବଢ଼ିଛି ଏବଂ 879 ଟଙ୍କା ହେବ। ତାପରେ ଦେଖନ୍ତୁ, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କ ପାଇଁ ନୂଆ ଦର 500 ଟଙ୍କାରୁ ବୃଦ୍ଧି ହୋଇ 550 ଟଙ୍କା ହେବ। ତାପରେ ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି ଯେ ଖର୍ଚ୍ଚଠାରୁ କମ୍ ଦରରେ ସିଲିଣ୍ଡର ବିକ୍ରି କରିବା କାରଣରୁ ତୈଳ ବିପଣନ କମ୍ପାନୀଗୁଡ଼ିକ ପ୍ରାୟ 41,000 କୋଟି ଟଙ୍କାର କ୍ଷତି ସହିଛନ୍ତି। ଏହି କ୍ଷତିକୁ ଭରଣା କରିବା ପାଇଁ ଗ୍ୟାସ୍ ଦର ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି। ତ ଦେଖନ୍ତୁ କେଉଁ କାରଣ ଯୋଗୁଁ ଏହି ଗ୍ୟାସ୍ ଦର ବଢ଼ି ଚାଲିଛି ଆସନ୍ତୁ ଜାଣିବା। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କ ପାଇଁ ନୂଆ ଦର 500 ଟଙ୍କାରୁ ବୃଦ୍ଧି ପାଇ 550 ଟଙ୍କା ହେବ। ତାପରେ ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି ଯେ ଖର୍ଚ୍ଚଠାରୁ କମ୍ ଦରରେ ସିଲିଣ୍ଡର ବିକ୍ରି କରିବା କାରଣରୁ ତୈଳ ବିପଣନ କମ୍ପାନୀଗୁଡ଼ିକ ପ୍ରାୟ 41,000 କୋଟି ଟଙ୍କାର କ୍ଷତି ସହିଛନ୍ତି। ଏହି କ୍ଷତିକୁ ଭରଣା କରିବା ପାଇଁ ଗ୍ୟାସ୍ ଦର ବଢ଼ି ଚାଲିଛି। ତାପରେ ଚଳିତ ମାସ 1 ତାରିଖରେ କମର୍ସିଆଲ LPG ଗ୍ୟାସ୍ ସିଲିଣ୍ଡର ଦରରେ 44.50 ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଥିଲା। ଅନ୍ତିମ ଥର ପାଇଁ ସରକାର 2024 ମାର୍ଚ୍ଚ 8 ତାରିଖରେ ମହିଳା ଦିବସ ଉପଲକ୍ଷେ ଘରୋଇ LPG ଦରରେ 100 ଟଙ୍କା ହ୍ରାସ କରିଥିଲେ। ଦେଖନ୍ତୁ ଆଜ୍ଞା, ଚଳିତ ମାସ 1 ତାରିଖରେ କମର୍ସିଆଲ LPG ଗ୍ୟାସ୍ ସିଲିଣ୍ଡର ଦରରେ 44.50 ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଥିଲା। ତାପରେ ଅନ୍ତିମ ଥର ପାଇଁ ବା ଶେଷ ଥର ପାଇଁ ସରକାର
2024 ମାର୍ଚ୍ଚ 8 ତାରିଖ ଅର୍ଥାତ୍ ମହିଳା ଦିବସରେ ଘରୋଇ LPG ଦରରେ 100 ଟଙ୍କା ହ୍ରାସ କରିଥିଲେ। ତ ସେତେବେଳେ ହ୍ରାସ କରିଥିଲେ 2024 8 ତାରିଖ ମହିଳା ଦିବସରେ। ତ ଏବେ ସରକାର ପୁଣି ବଢ଼ାଇଛନ୍ତି LPG ଗ୍ୟାସ୍। ତାପରେ ସୂଚନାଯୋଗ୍ୟ ଯେ ତୈଳ କମ୍ପାନୀଗୁଡ଼ିକ ପ୍ରତି ମାସ ପୂର୍ବ ମାସର ଅନ୍ତରାଷ୍ଟ୍ରୀୟ ଦର, ମୁଦ୍ରାର ବିନିମୟ ମୂଲ୍ୟ ଏବଂ ଅନ୍ୟ ଖର୍ଚ୍ଚ ଆଧାରରେ LPGର ମୂଳ ଦର ଧାର୍ଯ୍ୟ କରିଥାନ୍ତି। ଦେଖନ୍ତୁ ଆଜ୍ଞା, ସୂଚନାଯୋଗ୍ୟ ଯେ ତୈଳ କମ୍ପାନୀଗୁଡ଼ିକ ପ୍ରତି ମାସ ପୂର୍ବ ମାସର ଅନ୍ତରାଷ୍ଟ୍ରୀୟ ଦର ଏବଂ ମୁଦ୍ରାର ବିନିମୟ ମୂଲ୍ୟ ଏବଂ ଅନ୍ୟ ଖର୍ଚ୍ଚ ଆଧାରରେ LPGର ମୂଳ ଦର ଧାର୍ଯ୍ୟ କରିଥାନ୍ତି। ତାପରେ ଏହାପରେ ଟିକସ, ପରିବହନ ଖର୍ଚ୍ଚ ଏବଂ ଡିଲର କମିଶନ ଯୋଡ଼ି ଖୁଚୁରା ଦର ନିର୍ଦ୍ଧାରଣ କରାଯାଇଥାଏ। ସବସିଡିଯୁକ୍ତ ସିଲିଣ୍ଡର ପାଇଁ ସରକାର ଅନ୍ତରକୁ ଭରଣା କରିଥାନ୍ତି, କିନ୍ତୁ ଅଣସବସିଡିଯୁକ୍ତ ସିଲିଣ୍ଡର ପାଇଁ ଗ୍ରାହକ ସମ୍ପୂର୍ଣ୍ଣ ମୂଲ୍ୟ ଦେଇଥାନ୍ତି। ଦେଖନ୍ତୁ ଆଜ୍ଞା, ଏହାପରେ ଟିକସ, ପରିବହନ ଏବଂ ଖର୍ଚ୍ଚ ଡିଲର କମିଶନ ଯୋଡ଼ି ଖୁଚୁରା ଦର ନିର୍ଦ୍ଧାରଣ କରାଯାଇଥାଏ। ତାପରେ ସବସିଡିଯୁକ୍ତ ସିଲିଣ୍ଡର ପାଇଁ ସରକାର ଅନ୍ତରକୁ ଭରଣା କରିଥାନ୍ତି, କିନ୍ତୁ ଅଣସବସିଡିଯୁକ୍ତ ସିଲିଣ୍ଡର ପାଇଁ ଗ୍ରାହକ ସମ୍ପୂର୍ଣ୍ଣ ମୂଲ୍ୟ ଦେଇଥାନ୍ତି। ତ ଆପଣମାନେ ଗ୍ୟାସ୍ ଦର ଜାଣିପାରିଲେ, କେତେ ଟଙ୍କା ବଢ଼ିଛି ତାହା ମଧ୍ୟ ଜାଣିପାରିଲେ। ଏହା ଥିଲା ଛୋଟିଆ ଖବର। ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ତେଣୁ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।